ବିଶ୍ୱନାଥ ପାଠାଗାର ପିଲାମାନଙ୍କ ପାଇଁ କେମିତି ଚାଲିଛନ୍ତି? ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଆମ କଟକର ବହୁଦିନର ଅପେକ୍ଷା ଥିଲା। ଆଜି ଅପେକ୍ଷାର ଅନ୍ତ ଘଟିଛି। ଏ ପାଠାଗାର ଖାଲି ଆମ କଟକ ବାହାରୁ ଆସୁଥିବା ସମସ୍ତଙ୍କ ପାଇଁ ଇଏ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ରକ୍ଷା। ତେଣୁ ଆମ ସରକାର ମୋହନ ମାଝୀଙ୍କ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ଏଜୁକେସନ ଉପରେ। ତେଣୁ ପିଲାଙ୍କ ପାଠ ପଢ଼ିବା ପାଇଁ ଲାଇବ୍ରେରୀର ମଧ୍ୟ ଆବଶ୍ୟକତା ଅଛି। ତେଣୁ ଇଏ ଯେଉଁ କଟକରେ ଆଜି ଲାଇବ୍ରେରୀର ଆଜି ଉନ୍ମୋଚନ ହେଲା, ଇଏ ପ୍ରାୟ ଓଡ଼ିଶାରେ ସବୁଠୁ ବୃହତ୍ ଲାଇବ୍ରେରୀ ଭାବରେ ଆଜି କେତେ ପିଲା ରକ୍ଷଣାବେକ୍ଷଣ କେମିତି କରାଯିବା ବିଶେଷ କରି ବଡ଼ ଚ୍ୟାଲେଞ୍ଜ ରକ୍ଷଣାବେକ୍ଷଣ ବିଭିନ୍ନ ସମୟରେ ଏଇଟା ସମସ୍ୟା ଦେଖାଯାଏ। এই রক্ষণাবেক্ষণ আমার এটা সিএমসি କରିବାକୁ রক্ষণাবেক্ষণ ଏବେ କେଏମସି ହେଇଗଲା ଏବେ ଆମର କେଏମସି ହେଇଗଲା। এই କେଏମସି ରକ୍ଷଣାବେକ୍ଷଣ କରିବ ଆବଶ୍ୟକତା ଯାହା ପଡ଼ିବ ବିଚାର। ସାର୍ ଆଗାମୀ ଦିନରେ ଓଡ଼ିଶାରେ ଏଭଳି ପୌରାଞ୍ଚଳରେ ହେବ ନିଶ୍ଚିତ ଭାବରେ ଆମେ ପୌରାଞ୍ଚଳରେ ବିଭିନ୍ନ ପୌରାଞ୍ଚଳରେ ଇ ଲାଇବ୍ରେରୀ କରିବାର ଘୋଷଣା କରିଛୁ ଏବଂ କରିଛୁ ମଧ୍ୟ। ଛୋଟ ବଡ଼ କରି ବହୁତ ଜାଗାରେ ଇ ଲାଇବ୍ରେରୀ ହେଉଛି। ଏବେ ଆମେ ପ୍ରାଧାନ୍ୟତା ଦେଉଛୁ ଅଧିକରୁ ଅଧିକ କେମିତି ବଡ଼ ଧରଣର ଇ ଲାଇବ୍ରେରୀ କରିବୁ, ପିଲାଙ୍କୁ ପାଠ ପଢ଼ାଇବାର ସ୍କୋପ୍ ଯୋଗାଇ ଦେବୁ। କଟକରେ ଜଳବନ୍ଦୀ ସମସ୍ୟା ଗୋଟେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। କୌଣସି ପ୍ରକାର ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହେଇପାରିଲାନି। ଦେଖନ୍ତୁ ଜଳବନ୍ଦୀ ପାଇଁ ସ୍ଥାୟୀ ସମସ୍ୟା ପାଇଁ ଆମେ ଷ୍ଟ୍ରଙ୍ଗ ୱାଟର ଡ୍ରେନେଜ ମାଷ୍ଟର ପ୍ଲାନ୍ ବନାଯାଉଛି। ଏ ମାଷ୍ଟର ପ୍ଲାନ୍ ବନିଲେ ଏ ଦୀର୍ଘସ୍ଥାୟୀ ଏକ ସମସ୍ୟାର ସମାଧାନ ହେବ। ସିଟି ଅଞ୍ଚଳରେ ବି ତେଣୁ ବର୍ତ୍ତମାନ ବି ଆମେ ଯେଉଁ ଡ୍ରେନେଜ ସିଷ୍ଟମ ଯେଉଁ ତିଆରି କରାହେଉଛି ଏବେ ଖୁବ୍ ଜଲ୍ଦି ଆହୁରି ଡ୍ରେନ୍ ଯେଉଁଠି ୱାଟର ଲଗିଂ ପଏଣ୍ଟ ଗୁଡ଼ାରେ ଡ୍ରେନ୍କୁ କରାଯାଉଛି, ସଫା ମଧ୍ୟ କରାହେଉଛି। ଯେଉଁଠି ସ୍ଲାବ୍ ନେଇ ସ୍ଲାବ୍ ପକା ହେଉଛି ଖୁବ୍ ଜଲ୍ଦି ହେଉଛି ଆଉ ଯେଉଁଠି ବି କରାହେଇଛି। ଏବେ ବି ଆପଣଙ୍କର ଟେଣ୍ଡର ଗଲାଣି 5ଟା ମେନ୍ ଡ୍ରେନ୍ ଏବେ ହେବାକୁ ଯାଉଛି। ଧାର ଭେଦରେ କଟକ ସହର ବିଭିନ୍ନ ଷ୍ଟ୍ରିଟ୍ ଲାଇଟ୍ ଖରାପ ହେଉଛି। ମ୍ୟୁନିସିପାଲିଟି ଦାୟିତ୍ୱ ନେଇଛନ୍ତି କିନ୍ତୁ ତାର ଷ୍ଟ୍ରିଟ୍ ଲାଇଟ୍ କାମ କରାଯାଉନି। ଟେଣ୍ଡର ଆହ୍ୱାନ ହେଇଛି, ଖୁବ୍ ଜଲ୍ଦି ତାହା ମଧ୍ୟ ନିଷ୍ପତ୍ତି ହେଇକି ହାଉସିଂ ବୋର୍ଡ ତରଫରୁ ଆମେ ବହୁତ ଜଲ୍ଦି ଲୋକଙ୍କୁ ଘର କରିକି ଦେବୁ। ଅଳ୍ପ ରେଟ୍ରେ ସୁଲଭ ମୂଲ୍ୟରେ ଲୋକ କେମିତି ଘର ପାଇବେ ତା ପାଇଁ ଆମ ସରକାର ପୁରା ସହରର ବିଭିନ୍ନ ସ୍ଥାନ ଅନ୍ଧାର କାମ ହଉନି। ଯୋଉ ଟେଣ୍ଡର ଯିଏ କାମ ନେଇଛନ୍ତି ସେ ଷ୍ଟ୍ରିଟ୍ ଲାଇଟ୍ କାମ କରୁନାହାନ୍ତି। ଲାଇଟ୍ ପାଇଁ ଏବେ ଆମେ ଦେଇଛୁ କେଏମସି ନିଜେ ମଧ୍ୟ ଲାଇଟ୍ର ବ୍ୟବସ୍ଥା।